दसटा को आपण नहीं डाकिले कहले एरा सब आसीबे 11टा बाटे 8टा बडा कोन 10टा सब अरे ब्लॉक स्तरीय कृषक संवादर आयोजन करुछंदी ए लोक माने आयोजन कम करुछंदी उत्पाद बेसी होछंदी कौन अवदान आपणकर किंतु चिंगुड़ी घंटा आउथरे करेदेबे साधारे मिसाई देबे किंतु साधा पे कहिदिबे साधा लोक पळे आसीबे हमर डेकोरेटर यार बुला है तपर डेकोरेटर कोन आनिछथि पानी बोल देते नहीं बोल यांगु डेकोरेशन चार्ज दिया है काली ब्लॉग्स तो चेयर आसला पड़ी जीव समस्त रेडी आज मेला आ जो माटी आमको सुनार फसल दिए सही माटीर स्वास्थ्य रक्षारे अवहेला करंतु नहीं आवश्यक ठारू अधिक यूरिया चाबी कटा है लास्ट को चाबी कटा है लॉक भांगी जाइतिला जे ए आना है आना कुआडे एडी हो भल लगे तो एटा कोन टावल आसी कि नहीं कि काली आनी ना तमे खुल्ला कुछ छेड़ा हाँ बिस्किट खान उपाध्यक्ष सर आत्मार चेयरमैन सर आम सांसद प्रतिनिधि विभ्य सर आम बाबा मैडम एवं मृत्तिका सर्वेक्षण अधिकारी सर आ समस्त विभाग आसथिबा पदाधिकारी वृंद आमर स्थानीय सरपंच समिति सभ्य विभिन्न गाँव आसीथिबा आमर चाषी बापा भाई माँ भौणी समस्त को आज जो कार्यक्रम अच्छी समस्त को स्वागत करुच्ची आमे आज समस्ते जो ढूंढाई जाइए प्रथमे मुझे उपाध्यक्ष सार को अनुरोध करुच्ची से प्रदीप प्रज्वलन कर आज कार्यक्रम उद्घाटन कर Swachha
ଯୋଜନା ଅନୁଯାୟୀ ଆଜି ଯୋଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହଉଛି ବିକାଶର ଧାରା ଓଡ଼ିଶା ସାରା, ୟାକୁ ଆମର ଅତିଥି ମାନେ ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ଆମର କୃଷି ବିଭାଗର ଓଡ଼ିଶା ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଯେଉଁ ଯୋଜନା ପ୍ରଣୟନ କରାଯାଇଛି ତା ବିଷୟରେ ଆପଣଙ୍କୁ ସଚେତନତା କରିବା ପ୍ରଚାର ପ୍ରସାର କରିବାକୁ ଏହି ସମ୍ପଦ ବିକାଶ ତରଫରୁ ମଧ୍ୟ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଓ ଯୋଜନାମାନ ଚାଷୀମାନଙ୍କର ଉନ୍ନତି କରିବା ପାଇଁ ପ୍ରଣୟନ କରାଯାଇଛି। ଯେଉଁଥିରେ ମୁଖ୍ୟ ଯୋଜନା ବର୍ତ୍ତମାନ ହେଉଛି ଆପଣଙ୍କର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। मेरुदंड ହେଉଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ। ତେଣୁ ଏହି କ୍ଷେତ୍ରର ସାମଗ୍ରିକ ବିକାଶ ଲାଗି ସଂକଳ୍ପବଦ୍ଧ ଆମ ରାଜ୍ୟ ସରକାର। 2024 ରୁ 2026 ଲୋକଙ୍କ ସରକାରରେ ସୁଶାସନ, ସେବା ଏବଂ ପ୍ରତିବଦ୍ଧତାର 2 ବର୍ଷ। ବିକଶିତ ଓଡ଼ିଶା ସଂକଳ୍ପ ସହ ଆଗେଇ ଚାଲିଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଦୁଗ୍ଧ ଚାଷୀଙ୍କୁ ଦେଇଛି ଏକ ସ୍ଥାୟୀ ଜୀବିକାର ବାଟ। ଭାଇ ଓ ଭଉଣୀମାନେ, ବାପାମାନେ ସମସ୍ତଙ୍କର ହାର୍ଦ୍ଦିକ ଅଭିନନ୍ଦନ। ମୁଁ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଜଗନ୍ନାଥ ପ୍ରସାଦ। ବିକାଶର ଧାରା ଓଡ଼ିଶା ସାରା। ତା ଅନୁସାରେ ଯେଉଁମାନେ ଚାଷ କରୁଛନ୍ତି ଏକ୍ଚୁଆଲି ଆମର ଚାଷୀ ଅଛନ୍ତି, ଆମେ ସେମାନଙ୍କୁ ଜେନେରାଲ ଚାଷୀମାନଙ୍କୁ ବି ଇନଭଲ୍ଭ କରୁଛୁ ଆଉ SC ST ଚାଷୀମାନଙ୍କୁ ବି ଇନଭଲ୍ଭ କରିଛୁ। ଏଇ ବର୍ଷ ଆମର ଅନ୍ତଃ କୃଷି ଓ ଏକକ ଚାଷ ମାଧ୍ୟମରେ ପର୍ଯ୍ୟାପ୍ତ ପରିମାଣର ମକା ଉତ୍ପାଦନ ଦ୍ୱାରା ଚାଷ ଗତି ବୃଦ୍ଧି ଓ ଚାଷୀଙ୍କୁ ଅଧିକ ଆର୍ଥିକ ସଚ୍ଛଳ କରିବା। କୃଷି ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଔଷଧ, ସାର ବ୍ୟବହାର, ରୋଗପୋକ ପରିଚାଳନା ଓ ଘାସ ବଛା ଆଦିରେ ପ୍ରଶିକ୍ଷଣ ପାଇଛନ୍ତି ସେମାନେ। କଣ ହେଇପାରିବ ଭିତରେ ଆମେ ଆଲୋଚନା ମାଧ୍ୟମରେ ପୁଣି ସେଇ ଫୋନ୍ ଫେରିଯିବୁ ସରକାର ଜଣେଇବୁ। ଇଏ ହେଉଛି ଲକ୍ଷ୍ୟ। ଯାହା ମ୍ୟାଡ଼ାମ୍ କହୁଥିଲେ ଏଠି ଆଖି ପ୍ରତ୍ୟକ୍ଷ ନାହିଁ, ଏଠି ଆମେ ଆଲୋଚନା କରୁଛୁ। କିଏ କ'ଣ କହିଛି କରିନାହିଁ ନା ଶ୍ରଦ୍ଧା ନାହିଁ, କରିବାକୁ ପଡ଼ିବ ହେଲା। ଯାହା ମ୍ୟାଡ଼ାମ୍ ଗୋଟେ ମାନେ ଆପଣ ଯୋଜନାକୁ ସେ ଟାର୍ଗେଟକୁ ଫୁଲଫିଲ୍ ନ କରିକି ସେ ରହେ ନାହିଁ। ଆପଣ କିଏ ଜାଣିଦେବେ ଅଲଗା କଥା, କିନ୍ତୁ ଆମେ ଜଣାଉଛୁ କ'ଣ ଯୋଜନା ଆସିବ। କିନ୍ତୁ ରୋଜିକି ଯେତେବେଳେ ଗଲେ ରୋଜି ଆଜି ବି ବସେ ସେ ହେବ। ତେଣୁ ଧନ୍ୟବାଦ। ଆମର ବି ଆଉ ଆପଣଙ୍କର ବି ସଭାପତି ଅଛନ୍ତି, ଆମର ପଣ୍ଡାବ ଅଛନ୍ତି, ତାପସ ଅଛନ୍ତି, ଆଉ ଆମର ଏଗ୍ରିକଲଚର ମ୍ୟାଡ଼ାମ୍ ଅଛନ୍ତି, ଯାହାଙ୍କ ନେତୃତ୍ୱରେ ଏ ସଂଗଠନ ହେଇକି ବହୁତ ଆମେ ଲୋକମାନଙ୍କ ସହିତ ଅଛେ। ସରକାରକୁ ଛାଡ଼ିଛନ୍ତି ଲୋକ, ସରକାର ତ ମୁଁ ଲୋକଙ୍କ ସହିତ ଅଛି, ଅଫିସର କାହିଁ ରହିବେ ନାହିଁ। ତେଣୁ ଆଜିର ଦ୍ୱିତୀୟ ମିଶନ ଯାହା ଯାହା ଥିବ, ମକା ମିଶନ ଥିବ, ଯାହା ଯାହା କାର୍ଡ଼ ଥିବ ଆପଣମାନେ ସେଦିନ ଆମକୁ ଦେଲେ ଆମେ ଆମ ବିଧାୟକ ହସ୍ତରେ ବଣ୍ଟନ କରିବୁ। ଆଉ ଆମ ଗହଣରେ ଚାଷୀ ଭାଇ ଭଉଣୀ ଅଛନ୍ତି, ମୋର PRA ମେମ୍ବର ଆଉ ଜ୍ଞାନ ଗୁଣୀ ବ୍ୟକ୍ତିମାନେ ଅଛନ୍ତି, ସମସ୍ତେ ଚିହ୍ନା ବନ୍ଧୁ ଯିଏ କିଛି ଦଳ ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ଅଛନ୍ତି। ସମସ୍ତଙ୍କୁ ମୁଁ ଆଜିର ଏହି ଶୁଭ ଅବସରରେ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ତେଣୁ ମୁଁ ଆଉ ଡିପାର୍ଟମେଣ୍ଟ ସବୁ ଡିପାର୍ଟମେଣ୍ଟ ଅଛି, ଏଗ୍ରିକଲଚର ଅଛି, ହର୍ଟିକଲଚର ଅଛି, ଆଚ୍ଛା ସବୁ ବିଭାଗ ଅଛି, କହିବେ ବିଭାଗ ଦାୟିତ୍ୱ କ'ଣ। ତେଣୁ 2 ବର୍ଷ ସରକାର କାର୍ଯ୍ୟକ୍ରମ ତ ସରକାର ଶୁଣୁଥିଲେ ଏଗ୍ରିକଲଚର ଆପଣ ସମୃଦ୍ଧି କୃଷକ ଯୋଜନା ଯୋଉଠି MSP ଦେଲେ ବହୁତ ଯୋଜନା ଅଛି କହିବେ। ଆପଣ ଜାଣିଛନ୍ତି ସରକାରଙ୍କର ଆଉ ଗୋଟିଏ ସଫଳତା କାର୍ଯ୍ୟ ହେଉଛି ଯଦି ଓଡ଼ିଶାରେ ଭାରତ ବର୍ଷରେ SIR କାମ ଯୋଉଟା ସଂଗଠନ ଚାଲିଛି ଆମର ସ୍ୱତନ୍ତ୍ର ସଂଗଠନ ସଂଶୋଧନ ସେ କାର୍ଯ୍ୟକ୍ରମ ବିଜୟ ଦଶଲା ବ୍ୟସ୍ତ ଅଛନ୍ତି। ଆମେ ବ୍ୟବହାର କରୁଛୁ ଯେଉଁ ରାସାୟନିକ ସାର ବ୍ୟବହାର କରି ଆମେ ସଫିସିଏଣ୍ଟ ବା ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ କଲେ କିନ୍ତୁ ତାର ଫଳସ୍ୱରୂପ ଆମେ ଆଜି ତାର କିଛି ନକାରାତ୍ମକ ଦିଗରେ ବା ଆମେ କିଛି ରୋଗ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତେଣୁ ସରକାର ବର୍ତ୍ତମାନ ଜୋର ଦେଉଛନ୍ତି କିପରି ଆମେ ବିନା ରାସାୟନିକ ସାରରେ ବା କିପରି ଆମେ ଅର୍ଗାନିକ ଭାବରେ ବା ଜୈବିକ ରୂପରେ ଆମର ଯେଉଁ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ଏବଂ ଆମେ ଆମର ଯେଉଁ ସମ୍ପଦକୁ ସମସ୍ତଙ୍କୁ ମେଣ୍ଟେଇବା। ବର୍ତ୍ତମାନ ସ୍ୱାସ୍ଥ୍ୟ ପ୍ରତି ବର୍ତ୍ତମାନ ରହିବା। ତେଣୁ ସରକାର ବର୍ତ୍ତମାନ କହୁଛନ୍ତି ଅର୍ଗାନିକ ୱେରେ ବା ଜୈବିକ ଉପରେ କିପରି ଆମେ ଜୈବିକ ସାର ବ୍ୟବହାର କରି ଆମେ କିପରି ଫସଲ ଉତ୍ପାଦନ କରିବା ସେଇଟାକୁ ବର୍ତ୍ତମାନ ଆମେ ବିପଦରେ ଦେବା। ମନିକା ଚାଷ କରନ୍ତୁ, ମନିକା
ପ୍ରୟାସ କରନ୍ତୁ ଆମର ଦେଶରେ ବର୍ତ୍ତମାନ ଚାଲିଛି ଆପଣ ରାସ୍ତା ସାଇଡରେ ଦେଖନ୍ତୁ ବଡ଼ ବଡ଼ ବଡ଼ି ଥାଉଛି ସରକାର ବହୁତ ସୁବିଧା କରୁଛି ଏବେ ଇଣ୍ଟରନେଟ୍ ଦୁନିଆ ହେବାରୁ ଫେସବୁକ୍ ହ୍ୱାଟ୍ସଆପ୍ ମାଧ୍ୟମ ଯଦି ସ୍ୱାସ୍ଥ୍ୟର 50% ବଞ୍ଚିଆ ଯାଇକି ଅମଳର 10% ଆମକୁ ଲସ୍ କରିବାକୁ ପଡୁଛି ବି ଆମେ କୋଉଟାକୁ ନବା ଅମଳ 10% ଲସ୍ ହଉ ପଛେ ଆମର ସ୍ୱାସ୍ଥ୍ୟଟା 50% ବଞ୍ଚିକରି ଥାଉ ସେଇଥିପାଇଁ ନାନୋଟାକୁ ଧୀରେ ଧୀରେ ପ୍ରମୋଟ କରାହଉଛି ଆମେ ଯେହେତୁ ଗୋଟେ ସିଷ୍ଟମରେ ପଡି ଯାଇଛି ତାକୁ ଚେଞ୍ଜ କରିବାକୁ ଟାଇମ୍ ଦରକାର ମୁଁ ଆମରି ବ୍ଲକରେ ବି କେତେ ଚାଷୀ ଅଛନ୍ତି ଯାହାଠୁ ନାନୋ ଡିଏପି ନାନୋ ୟୁରିଆର ସକ୍ସେସ୍ ଷ୍ଟୋରି ଶୁଣିଛି ତ ଆମେ କିଛି ପ୍ଲଟ ନବା ନିଜ ପ୍ଲଟରେ ଧାନରେ ଆମେ କହୁଛେ ଯେ ବଡ ଗଛ ହେଇଗଲା ମାନେ କେତେ ଜିନିଷ ଅଛି ଗୋଟେ ଜିନିଷକୁ ଆପଣେଇବା ପାଇଁ ହେଲେ ତାର ନେଗେଟିଭ ଇମ୍ପାକ୍ଟ ବି ରହୁଛି କିଛି ପରିଶ୍ରମ ବି କରିବାକୁ ପଡୁଛି କିନ୍ତୁ ସେଇଟା ଫାଇନାଲି କଣ ଆମ ମାଟିକୁ ସୁସ୍ଥ ରଖିବ ଆମ ଗଛକୁ ସୁସ୍ଥ ରଖିବ ଆମ ହେଲ୍ଥକୁ ହିଁ ସୁସ୍ଥ ରଖିବ ଆମ ନିଜର ସୁସ୍ଥତା ପାଇଁ ହିଁ ଆମେ କହୁଛେ ସନ୍ତୁଳିତ ସାର ବ୍ୟବହାର କର ୟୁରିଆର ସର୍ଟେଜ ହେଇଥିଲା ଆର ବର୍ଷ ଜାଣିଛନ୍ତି ସାର ଗୁଡା ଗଛ ସମସ୍ତଙ୍କର ସ୍ୱାସ୍ଥ୍ୟ ଖରାପ ହେଲାଣି ତାପରେ କଣ ହେଲା ସାରର ସର୍ଟେଜକୁ ବି କେମିତି ଲୋକମାନେ ଦୂରେଇ ପାରିବେ ୟୁରିଆକୁ ଆଣିକି ଷ୍ଟକ୍ କରିକି ସମସ୍ତେ ରଖିଦେଲେ ଯେତିକି ଦରକାର ନାହିଁ ତାର 2 ରୁ 3 ଗୁଣ ତ ପକେଇଲେ କଣ ହବ କମ ଖାଇଲେ ଯେମିତି ଦେହ ଖରାପ ହବ ଅଧିକ ଖାଇଲେ ବି ସେମିତି ଦେହ ଖରାପ ହବ ୟୁରିଆକୁ ଯଦି ମାତ୍ରାଧିକରୁ ଅଧିକା ଦବା ମାଟିଟା ବିଷାକ୍ତ ହବ ଆମେ ସନ୍ତୁଳିତ ସାର ଦବା ମାଟି ପରୀକ୍ଷା ଉପରେ ଖଦାନକୁ ଆପଣଙ୍କୁ କହିବେ ମାଟି ପରୀକ୍ଷାର ଗୁରୁତ୍ୱ କଣ ଆମେ ସମସ୍ତେ ଜାଣୁଛେ ମାଟି ପରୀକ୍ଷା ହୁଏ ବୋଲି କିନ୍ତୁ ସେତିକ ଗୁରୁତ୍ୱର ଭାବେ ନେଇନେ ମାନେ ହଁ ଆସିଲା କାର୍ଡଟି ଆସିଲା ଦେଖି ଦଉଛେ ରହିଯାଉଛି ତାକୁ ଆମକୁ ଦେଖିବାକୁ ପଡିବ ଆମେ ଅମ୍ଳତ୍ୱକୁ ଠିକ କରିବା ପାଇଁ କଣ କଣ ପକଉଛେ ଜିପ୍ସମ୍ ପକେଇବା ଡୋଲୋମାଇଟ୍ ପକେଇବା କୋଉଠି ଆଭେଲେବୁଲ ଅଛି ଚୂନ ପକେଇବା କଣ କରିବା ଅମ୍ଳତ୍ୱକୁ ଠିକ କଲେ ତାର କଣ ରହୁଛି ଇମ୍ପାକ୍ଟ ନା ସାର ଗଛ ନବାରେ ହେଲ୍ପ କରୁଛି ଆମର ସବୁ ରାସାୟନିକ ରିଆକ୍ସନ ହୁଏ ମାଟିରେ ଯୋଉଟା ଆମେ ଜାଣିନଥାଏ ଆମେ ଯୋଉ ଦଉଛେ ସାର କି କିଛି ରାସାୟନିକ ରିଆକ୍ସନ ହୁଏ ମାଇକ୍ରୋ ଅର୍ଗାନିଜମ ଥାନ୍ତି ସେମାନେ ଚାଷୀମାନଙ୍କ ପାଖରେ ପହଞ୍ଚୁ ଏବଂ ନୂତନ କୌଶଳ ଜ୍ଞାନ ମାଧ୍ୟମରେ କେମିତି ନ୍ୟାଚୁରାଲ ପଦ୍ଧତିରେ ଚାଷ କରାଯିବ ବର୍ତ୍ତମାନ ଆମର ସରକାର ଚାହୁଁଛନ୍ତି ମ୍ୟାଡ଼ାମ୍ ଯୋଉ କହିଲେ ଯେ ବିନା ସାରରେ ଚାଷ କରିବା ହେଲେ ସାର ନଦେଲେ ତ ଫସଲ ହେବନି ଲୋକଙ୍କର ମାଇଣ୍ଡଟା ସେଇଥିରେ ଅଛି କ'ଣ କଲେ ସେଇ ଫସଲ ନାହିଁ ତାଠୁ ଅଧିକ ଉତ୍ପାଦନ ହେବ କିନ୍ତୁ ସାର ପ୍ରୟୋଗ ହେବ ନାହିଁ ସେ ଜୈବିକ ସାର ବୁଣିବା ବିଲରେ ଏବଂ ସେଠୁ କମ୍ପୋଷ୍ଟ କରି ଧାନ ରୋଇବା ତାହେଲେ ସାରଠୁ ସେଇଟା ଅଧିକ ହେବ ଖନିଜ ମଧ୍ୟ ମାଗଣାରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି ମୁଁ ଚାଷୀ ଘର ପିଲା ଅଷ୍ଟମ ନବମ +2 ପଢ଼ିଲା ପର୍ଯ୍ୟନ୍ତ ମୁଁ ନଙ୍ଗଳ ଧରିଛି ବାପା ସାଥିରେ ଯାଇକି ଏବେ ଚାଷ ପ୍ରାୟ କମିଗଲାଣି ସବୁ ଟ୍ରାକ୍ଟରରେ ଚାଷ ହେଲାଣି ଆମେ ଯେଉଁ ଚାଷକୁ ଯାଉଛୁ ସବୁ ଧାନ ବିଲ ତା ସହିତ ଆମର ଯେଉଁ ବିକାଶର ଧାରା ଓଡ଼ିଶା ସାରା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କହିଲେ ସେ ଆଶା ନେଇ ବର୍ତ୍ତମାନ ଏ ବୈଠକକୁ ମୁଁ ସମାପ୍ତ କରିବାକୁ ଆଜିର ବୈଠକ ସଭା ସାଙ୍ଗ କରାଗଲା କିଛି ଭୋଜନ ହେଇଛି ସମସ୍ତେ ଖାଇଛି